ନମସ୍କାର। କେବେ ଭାବିଛ କି ଆମ ଆଜିର ଏତେ ସବୁ ସମସ୍ୟାର ସମାଧାନ କୋଉଠି ଲୁଚି ରହିଥିବ? ହୁଏତ ଆଜିଠୁ ପାଖାପାଖି 80 ବର୍ଷ ତଳର କିଛି ପୃଷ୍ଠା ଭିତରେ? ହଁ, ଆଜି ଆମେ ସେମିତି କିଛି କରିବାକୁ ଯାଉଛେ। 1994 ମସିହାର ଅଖଣ୍ଡ ଜ୍ୟୋତି ପତ୍ରିକାରୁ କିଛି ଏମିତି ଚିରନ୍ତନ ଜ୍ଞାନ ଖୋଜିବା ଯାହା ଆଜି ବି ଆମ ପାଇଁ ସେତିକି ହିଁ ଜରୁରୀ। କେବେ ଲକ୍ଷ୍ୟ କରିଛନ୍ତି ବେଳେବେଳେ ସବୁକିଛି ଠିକ୍ ଥାଏ କିନ୍ତୁ ମନ ଭିତରେ କୋଉଠି ନା କୋଉଠି ଗୋଟେ ଅଶାନ୍ତି ଲାଗି ରହେ। କାହିଁକି ଏମିତି ହୁଏ? ଆମ ମନ ଭିତରର ଏଇ ଯେଉଁ ଝଡ଼ ତାର ପ୍ରକୃତ କାରଣଟା କ'ଣ? ବାସ୍ ଏଇ ଗୋଟିଏ ପ୍ରଶ୍ନରୁ ହିଁ ଆରମ୍ଭ ହେବ ଆମର ଆତ୍ମ ଅନ୍ୱେଷଣର ଯାତ୍ରା। ତେବେ ସେଇ ପ୍ରଶ୍ନର ଉତ୍ତର ଖୋଜିବାକୁ ହେଲେ ଆମକୁ ପ୍ରଥମେ ନିଜ ଭିତରକୁ ଦେଖିବାକୁ ପଡ଼ିବ। ଆମ ଭିତରେ ଚାଲିଥିବା ସଂଘର୍ଷକୁ ବୁଝିବାକୁ ପଡ଼ିବ। ଆଚ୍ଛା, ଏଇ ଲେଖା କ'ଣ କହୁଛି ଜାଣନ୍ତି? ଆମର ଦୁଃଖ, ଚିନ୍ତା ଆଉ କଳହର ମୂଳ କାରଣଟା ପ୍ରକୃତରେ କେଉଁଠି? ଚାଲନ୍ତୁ ଏହାକୁ ଟିକେ ଭଲ ଭାବରେ ବୁଝିବା। ଜାଣନ୍ତି, ଏହି ପତ୍ରିକାରେ ଗୋଟେ ବହୁତ ବଢ଼ିଆ କଥା କୁହାଯାଇଛି। ଆମେ ଯେଉଁ ଦୁଃଖ କିମ୍ବା ଅଶାନ୍ତି ଅନୁଭବ କରୁ, ଆମକୁ ଲାଗେ ତାହା ବାହାର ପରିସ୍ଥିତି ପାଇଁ ହେଉଛି। କିନ୍ତୁ ସତ କ'ଣ ଜାଣନ୍ତି? ଏ ସବୁ କେବଳ ଆମ ଭିତରର ଅସନ୍ତୁଳନର ଗୋଟେ ପ୍ରତିଫଳନ। ମାନେ, ସମସ୍ୟାଟା ପ୍ରକୃତରେ ବାହାରେ ନାହିଁ, ଆମ ଭିତରେ ହିଁ ଅଛି। ହଁ, ଯଦି ସମସ୍ୟା ଭିତରେ ଅଛି, ତେବେ ଏ ଭିତରର ଅନ୍ଧାରକୁ ଦୂର କରିବ କିଏ? ଏଇଠି ହିଁ ଅଖଣ୍ଡ ଜ୍ୟୋତି ଗୋଟେ ଆଲୋକ ଭଳି ସାମ୍ନାକୁ ଆସେ। ଏଟା ଖାଲି ଗୋଟେ ପତ୍ରିକା ନୁହେଁ, ଏହା ହେଉଛି ଗୋଟେ ଦିଗ୍ଦର୍ଶନ। ଆଉ ଏହାର ପ୍ରତିଷ୍ଠାତା ହିଁ ଏହି ଯାତ୍ରାରେ ଆମର ମାର୍ଗଦର୍ଶକ। ଏହି ପତ୍ରିକାର ଲକ୍ଷ୍ୟ ବହୁତ ସ୍ପଷ୍ଟ ଥିଲା। କେବଳ ଲୋକଙ୍କୁ କିଛି କଥା ଜଣେଇବା ନୁହେଁ, ବରଂ ସେମାନଙ୍କୁ ନିଜ ଭିତରର ଶାନ୍ତି ଆଉ ଆତ୍ମସାକ୍ଷାତ୍କାରର ବାଟ ଦେଖେଇବା। ମାନେ, ଏହା କେବଳ ଜ୍ଞାନ ଦଉନଥିଲା, ବରଂ ଜୀବନକୁ କେମିତି ବଞ୍ଚିବାକୁ ହୁଏ ତାର ପ୍ରକୃତ କଳା ଶିଖଉଥିଲା। ଆଉ ଜାଣନ୍ତି, ଏହିସବୁ କଥାର ସାର କେବଳ ଗୋଟିଏ ବାକ୍ୟରେ ହିଁ ଅଛି। ମଣିଷର ପ୍ରଗତିର ମୂଳ ଉତ୍ସ ହେଉଛି ଗୋଟେ ପରିମାର୍ଜିତ ଆଉ ଅନୁଶାସିତ ବୁଦ୍ଧି। କେତେ ଗଭୀର କଥା! ସିଧା ସିଧା କହିବାକୁ ଗଲେ, ଯଦି ଆମେ ନିଜ ମନ ଆଉ ବୁଦ୍ଧିକୁ ସଠିକ୍ ବାଟରେ ଚଳାଇ ପାରିଲେ, ତେବେ ଗୋଟେ ଭଲ ଜୀବନର ରାସ୍ତା ନିଜେ ହିଁ ଖୋଲିଯିବ। ହେଲେ କଥା ହେଉଛି, ମନକୁ ନିୟନ୍ତ୍ରଣ କରିବା କହିବାକୁ ଯେତେ ସହଜ, କରିବା କ'ଣ ସେତେ ସହଜ? ତେବେ କରିବା କେମିତି? ଚାଲନ୍ତୁ ଏବେ ସେଇ ଭିତର କାମ ଉପରେ ଟିକେ ଧ୍ୟାନ ଦେବା, ଯେଉଁଠି ଆମର ଭାବନା ଆଉ ବିଚାର ହିଁ ଆମର ପ୍ରକୃତ କର୍ମକ୍ଷେତ୍ର। ଏହି ଲେଖାରେ ନା ରାଗକୁ ଗୋଟେ ବହୁତ ଅଲଗା ଦୃଷ୍ଟିରେ ଦେଖାଯାଇଛି। ଏହା କହୁଛି ଯେ ରାଗ କୌଣସି ଯୁକ୍ତିଯୁକ୍ତ ପ୍ରତିକ୍ରିୟା ନୁହେଁ, ବରଂ ଏହା ଏକ ପ୍ରକାର ଆତ୍ମବିନାଶକାରୀ ବିଷ ଭଳି। ଟିକେ ଭାବନ୍ତୁ ତ, ଆମେ ରାଗିଲେ ଅନ୍ୟର ଯେତିକି କ୍ଷତି ହୁଏ ତାଠୁ କେତେ ଗୁଣ ଅଧିକ କ୍ଷତି ଆମେ ନିଜର ହିଁ କରୁ। ତେବେ ପ୍ରଶ୍ନ ଉଠୁଛି, ଏହି ବିଷକୁ ଅମୃତରେ ବଦଳିବା କେମିତି? ଏଥିପାଇଁ ଲେଖାରେ 3ଟା ବହୁତ ସରଳ ଉପାୟ ଦିଆଯାଇଛି। ମୂଳ କଥା ହେଲା, ରାଗକୁ ଗୋଟେ ବେକାବୁ ଜିନିଷ ନ ଭାବି ଏହାକୁ ପରିଚାଳନା କରାଯାଇପାରିବ ବୋଲି ଭାବିବା। କିଛି ବି ପ୍ରତିକ୍ରିୟା ଦେବା ଆଗରୁ ଟିକେ ଅଟକି ଯାଇ ଭାବିବା। ବାସ୍ ଏଇଟା ହିଁ ହେଉଛି ପ୍ରକୃତ ଚାବିକାଠି। ଏବେ ଆସନ୍ତୁ ଆହୁରି ଗୋଟେ ଗଭୀର କଥାକୁ ବୁଝିବା। ପତ୍ରିକା କହୁଛି କି ଆମ ବାହାର ଦୁନିଆ ଆଉ କିଛି ନୁହେଁ, ଏହା କେବଳ ଆମ ଭିତରର ଚିନ୍ତା ଜଗତର ଗୋଟେ ଆଇନା। ସରଳ ଭାଷାରେ କହିଲେ, ଆମେ ଯେମିତି ଭାବୁ ଆମ ଜୀବନ ଠିକ୍ ସେମିତି ହିଁ ହୋଇଯାଏ। ଆଉ ଏହି ଉକ୍ତିଟେ ସେଇ କଥାକୁ ଆହୁରି ପକ୍କା କରିଦେଉଛି। ସଠିକ୍ ଚିନ୍ତା ଯେତେବେଳେ ସଠିକ୍ କର୍ମ ସହିତ ମିଶିଯାଏ, ସେତେବେଳେ ଗୋଟେ ସଫଳ ଜୀବନର ରାସ୍ତା ଖୋଲିଯାଏ। ମାନେ, ଖାଲି ଭଲ ଭାବିଦେଲେ ତ ହବନି, ସେହି ଅନୁସାରେ କାମ ବି କରିବାକୁ ପଡ଼ିବ। ଏଇ ଦୁଇଟାର ସନ୍ତୁଳନ ହିଁ ହେଉଛି ସଫଳତାର ପ୍ରକୃତ ରହସ୍ୟ। ଆଚ୍ଛା, ଧରାଯାଉ ଆମ ଭିତରର ଦୁନିଆ ବଦଳିଗଲା, ତେବେ ଆମ ବାହାରର କାମ ଉପରେ ଏହାର କି ପ୍ରଭାବ ପଡ଼ିବ? ଚାଲନ୍ତୁ ଦେଖିବା ଗୋଟେ ଶାନ୍ତ ଆଉ ନିୟନ୍ତ୍ରିତ ମନ କେମିତି ଗୋଟେ ଉଦ୍ଦେଶ୍ୟ ନେଇକି ଦୁନିଆରେ କାମ କରେ। ଏଇ ତୁଳନାଟାକୁ ଟିକେ ଦେଖନ୍ତୁ ତ, କେତେ ବଡ଼ କଥା କହିଦେଉଛି। ଲେଖା ଅନୁସାରେ କାମ ନିଜେ କେବେ ବି ବୋଝ ନୁହେଁ, ବରଂ ଆମେ କେଉଁ ମନୋଭାବ ନେଇ କାମ କରୁଛେ ତାହା ହିଁ ତାକୁ ବୋଝ କିମ୍ବା ଆନନ୍ଦରେ ବଦଳାଇ ଦିଏ। ଗୋଟିଏ ହିଁ କାମ ଆମକୁ ଶକ୍ତି ଦେଇପାରେ କିମ୍ବା ଆମର ସବୁ ଶକ୍ତି ଛଡ଼େଇ ନେଇପାରେ। ନିଷ୍ପତ୍ତି ପୂରାପୂରି ଆମ ହାତରେ। ଆଚ୍ଛା, ପ୍ରେମ ଶବ୍ଦ ଶୁଣିଲେ ଆମ ମନକୁ କ'ଣ ଆସେ? ସାଧାରଣତଃ ଗୋଟେ ସୀମିତ ଅର୍ଥ। କିନ୍ତୁ ଏହି ଲେଖାରେ ପ୍ରେମର ଏକ ବହୁତ ବଡ଼ ପରିଭାଷା ଦିଆଯାଇଛି। ଏହା ଖାଲି ଗୋଟେ ଭାବନା ନୁହେଁ, ବରଂ ସେବା, କରୁଣା ଆଉ ସମସ୍ତଙ୍କ ସହ ଯୋଡ଼ି ହେବାର ମୂଳଦୁଆ। ଯେତେବେଳେ ପ୍ରେମ ଆମ କାମର ମାର୍ଗଦର୍ଶକ ହୋଇଯାଏ, ଜୀବନରେ ସବୁ ସମ୍ପର୍କର ଅର୍ଥ ହିଁ ବଦଳିଯାଏ। ଆଉ ଏହି ବିଶାଳ ପ୍ରେମର ସବୁଠୁ ବଡ଼ ପ୍ରକାଶ କ'ଣ? ତାହା ହେଲା ନିଃସ୍ୱାର୍ଥ ସେବା।
ଯେତେବେଳେ ଆମେ କୌଣସି ଫଳର ଆଶା ନ ରଖି କାମ କରୁ ସେତେବେଳେ ଆମର ସାଧାରଣ କାମ ବି ଗୋଟେ ଆଧ୍ୟାତ୍ମିକ ଅଭ୍ୟାସ ହୋଇଯାଏ। ଏହାକୁ ହିଁ ତ କୁହାଯାଏ ପ୍ରକୃତ କର୍ମଯୋଗ। ତେବେ ଏତେ ସବୁ ଅଭ୍ୟାସ କଲା ପରେ ଏହି ରାସ୍ତାରେ ଚାଲିଲେ ଶେଷରେ ମିଳିବ କ'ଣ? ଆମ ପୁରସ୍କାର କ'ଣ? ଏବେ ଆମେ ଆମ ଯାତ୍ରାର ଶେଷ ପର୍ଯ୍ୟାୟରେ ପହଞ୍ଚିଛେ, ଆଉ ଏହି ପୁରସ୍କାର ହେଉଛି ଆଧ୍ୟାତ୍ମିକ ସଫଳତା, ମାନେ ଭିତରର ଶାନ୍ତି ଆଉ ପରିପୂର୍ଣ୍ଣତାର ଗୋଟେ ଅବସ୍ଥା। ହଁ, ଏଠାରେ ସଫଳତାର ଅର୍ଥ ପୂରା ବଦଳି ଯାଉଛି। ଏହା ଧନ, ପଦବୀ କିମ୍ବା ପ୍ରତିଷ୍ଠା ନୁହେଁ। ଏହା ହେଉଛି ଏମିତି ଏକ ଅବସ୍ଥା ଯେଉଁଠି ସବୁବେଳେ ଶାନ୍ତି ଥାଏ, ଭିତରୁ ଶକ୍ତି ମିଳେ ଆଉ ଜୀବନର ଗୋଟେ ଗଭୀର ଉଦ୍ଦେଶ୍ୟ ଅନୁଭବ ହୁଏ। କାରଣ ପ୍ରକୃତ ସଫଳତା ବାହାରୁ ମିଳେନି, ତାକୁ ଭିତରେ ହିଁ ଅନୁଭବ କରିବାକୁ ପଡ଼େ। ଆଚ୍ଛା, ତେବେ ଏହି ଭିତରର ସଫଳତା ପାଇଁ ସବୁଠୁ ଜରୁରୀ ଅଭ୍ୟାସଟା କ'ଣ ହୋଇପାରେ? ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ଲେଖା ଅନୁସାରେ ତାହା ହେଉଛି ପ୍ରତିଦିନ ଗୋଟେ ଡାଏରୀରେ ନିଜର ଭାବନାକୁ ଲେଖିବା। କାହିଁକି? କାରଣ ଯେତେବେଳେ ଆମେ ନିଜ ଭାବନାକୁ ଲେଖୁ ସେତେବେଳେ ହିଁ ତାକୁ ବାହାର ଦେଖିପାରୁ ଆଉ ନିରପେକ୍ଷ ଭାବରେ ବିଶ୍ଳେଷଣ କରିପାରୁ। ଏଇଟା ହିଁ ଆତ୍ମ ଉନ୍ନତିର ସବୁଠୁ ବଡ଼ ମୂଳଦୁଆ। ତେବେ ଆମର ଏହି ଯାତ୍ରା ପ୍ରାୟ ଶେଷ ହେବାକୁ ଯାଉଛି। ଚାଲନ୍ତୁ, ଏପର୍ଯ୍ୟନ୍ତ ଆମେ ଯାହା ସବୁ ଜାଣିଲେ ତାର ଏକ ସାରାଂଶ ଦେଖିନେବା। ଆଉ ଦେଖିବା ଯେ ଏହି 80 ବର୍ଷ ପୁରୁଣା କଥା ଆଜିର ଦିନରେ ଆମ ପାଇଁ କେତେ ମହତ୍ତ୍ୱପୂର୍ଣ୍ଣ। ତେବେ ମୂଳ କଥା କ'ଣ? ସବୁଠୁ ପ୍ରଥମେ ମନେ ରଖିବା ଯେ ଆମ ଭିତରର ଦୁନିଆ ହିଁ ଆମ ବାହାରର ବାସ୍ତବତାକୁ ତିଆରି କରେ। 2ରେ ରାଗ ଭଳି ଭାବନାକୁ ଆତ୍ମସଚେତନତା ଦ୍ୱାରା ନିୟନ୍ତ୍ରଣ କରାଯାଇପାରେ। 3 କାମରେ ଯଦି ଆଗ୍ରହ ଥାଏ ତେବେ ଉଦ୍ଦେଶ୍ୟ ଆଉ ଆନନ୍ଦ ଆପେ ଆପେ ଆସେ। ଆଉ ସବୁଠୁ ବଡ଼ କଥା ହେଲା ପ୍ରେମ ଆଉ ନିଃସ୍ୱାର୍ଥ ସେବା ଦ୍ୱାରା ପରିଚାଳିତ ଜୀବନ ହିଁ ପ୍ରକୃତରେ ସଫଳ। ଆଉ ଶେଷରେ ଏହି ଗୋଟିଏ କଥାକୁ ମନେ ରଖିବା, ଅନୁଭବୀ 10ଟି ସିଦ୍ଧାନ୍ତଠୁ ବି ବଡ଼ ଶିକ୍ଷକ। ତେଣୁ ଏହି ଜ୍ଞାନକୁ ପ୍ରୟୋଗ କରନ୍ତୁ। ଏହା ଏକ ସିଧାସଳଖ ଆହ୍ୱାନ, କେବଳ ଶୁଣିବା ପାଇଁ ନୁହେଁ ବରଂ ନିଜ ଜୀବନରେ ଏହାକୁ କାମରେ ଲଗାଇବା ପାଇଁ। ତେବେ ଏହି ପ୍ରଶ୍ନଟି ସହିତ ହିଁ ଆଜିର ଆଲୋଚନାକୁ ଶେଷ କରିବା। ଏହି ଯେଉଁ ଚିରନ୍ତନ ବିଚାରଗୁଡ଼ିକୁ ବିଷୟରେ ଆମେ କଥା ହେଲେ ସେଥିମଧ୍ୟରୁ କେଉଁ ଗୋଟିଏକୁ ଆଜିଠାରୁ ନିଜ ଜୀବନରେ ସାମିଲ କରାଯାଇପାରିବ? ଜ୍ଞାନକୁ ଅଭ୍ୟାସରେ ପରିଣତ କରିବାର ଯାତ୍ରା ଏବେ ଆମର। ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।